ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ନବମ ଅଧ୍ୟାୟ ଆମ ଦେଶର ଆମଦାନୀ ଓ ରପ୍ତାନି। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏହି ପ୍ରଶ୍ନ ଉତ୍ତର ଆଲୋଚନା କରିବା ପୂର୍ବରୁ ବିଷୟରେ କ'ଣ ଅଛି ଟିକେ ଜାଣିନେବା। ଆମେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ମଧ୍ୟରୁ କେତେକ ଆମ ଅଞ୍ଚଳରେ ମିଳେ, ଆଉ କେତେକ ଜିନିଷ ବା କେତେକ ଦ୍ରବ୍ୟ ବାହାରୁ ଅଣାଯାଏ। ଆମ ଦେଶରେ ଆବଶ୍ୟକ ମୁତାବକ ଖଣିଜ ତେଳ ମିଳେ ନାହିଁ, ତେଣୁ ଆମକୁ ଅନ୍ୟ ଦେଶରୁ ଖଣିଜ ତେଳ ଆଣିବାକୁ ପଡ଼ିଥାଏ। ଏହା ଛଡ଼ା ଆମ ଦେଶରୁ ଯନ୍ତ୍ରପାତି, ସାର, ଟିଣ, କାଗଜ, ଖାଇବା ତେଲ, ବସ୍ତା, ଗହମ ଇତ୍ୟାଦି ଅନ୍ୟ ଦେଶକୁ ଆମେ ଦେଇଥାଉ। ତ ମନେ ରଖ ଯେ ଅନ୍ୟ ରାଜ୍ୟ ତଥା ଅନ୍ୟ ସ୍ଥାନରୁ ଆମର ବ୍ୟବହାର ପାଇଁ ବିଭିନ୍ନ ଦ୍ରବ୍ୟ ଆଣିବାକୁ ଆମଦାନୀ କୁହାଯାଏ। ଆଉ ସେହିପରି ଗୋଟିଏ ଦେଶର ଚାହିଦା ଠାରୁ ଅଧିକ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ ହେଉ ବା ଅନ୍ୟାନ୍ୟ ସାମଗ୍ରୀ ହେଉ, ଆବଶ୍ୟକ ପୂରଣ କରୁଥିବା ପରେ ଅନ୍ୟ ଦେଶକୁ ପଠାଯାଇଥାଏ, ତାହାକୁ ରପ୍ତାନି କୁହାଯାଏ। ତ ଆମ ଦେଶ ରପ୍ତାନି କରୁଥିବା ମୁଖ୍ୟ ଦ୍ରବ୍ୟ ଗୁଡ଼ିକ ହେଲା ଚିନି, ଝୋଟ, ଚାଉଳ, ଚା, କପାଲୁଗା, ଲୁହା ପଥର, ବକ୍ସାଇଟ୍, ମାଙ୍ଗାନିଜ୍ ପଥର, ଅଭ୍ର, ଫେରୋକ୍ରୋମ, ଚିଙ୍ଗୁଡ଼ି ମାଛ ଇତ୍ୟାଦି ଆମ ଦେଶରେ ବହୁତ ହେଇଥାଏ। ତେଣୁ ଆମର ଚାହିଦା ମେଣ୍ଟିଗଲା ପରେ ବା ଆମର ଆବଶ୍ୟକ ମେଣ୍ଟିଗଲା ପରେ ଆମେ ଅନ୍ୟ ଦେଶକୁ ତାହା ବିକ୍ରି କରିଥାଉ ବା ରପ୍ତାନି କରିଥାଉ। ଆମଦାନୀ ଓ ରପ୍ତାନି ହେବା ଫଳରେ ଦେଶ ମଧ୍ୟରେ ସୁସମ୍ପର୍କ ବଢ଼େ। ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ସୋଭିଏତ ଦେଶ, ଯୁକ୍ତରାଜ୍ୟ ବା ବିଲାତ ପ୍ରଭୃତି ଦେଶ ସହ ବେଶୀ ଆମଦାନୀ ରପ୍ତାନି କାରବାର ଭାରତର ହୋଇଥାଏ। ବହି ଦେଖ, ତୁମ ଅଞ୍ଚଳରେ ମଧ୍ୟ କେତେ ଗୁଡ଼ିଏ ଜିନିଷ ବାହାରକୁ ଯାଏ ଓ ଅନ୍ୟ କେତେ ଗୁଡ଼ିଏ ଜିନିଷ ତୁମ ଅଞ୍ଚଳକୁ ଆସେ, ସେଗୁଡ଼ିକର ତାଲିକା କର। ତ ଲେଖିବ ଯେ ତୁମ ଅଞ୍ଚଳରୁ ରପ୍ତାନି ହେଉଥିବା ଦ୍ରବ୍ୟ ଆଉ ତୁମ ଅଞ୍ଚଳକୁ ଆମଦାନୀ ହେଉଥିବା ଦ୍ରବ୍ୟ। ତ ଧାନ, ଚାଉଳ, ସପ, ମସିଣା, ପନିପରିବା, ପାନ, ବିରି, କୋଳଥ, ମାଛ ଏଗୁଡ଼ିକ ରପ୍ତାନି ହୋଇଥାଏ। ସେହିପରି ଆମ ରାଜ୍ୟରେ ଯେଉଁଟା ନାହିଁ ଆମେ ଅନ୍ୟ ରାଜ୍ୟରୁ ଆଣିଥାଉ, ଯେପରିକି ଆଳୁ, ପିଆଜ, ଆମ୍ବ, ଇଲେକ୍ଟ୍ରୋନିକ୍ ଜିନିଷ, ଲୁଗାପଟା, ପେଟ୍ରୋଲ, ଡିଜେଲ ଏସବୁ ଆମେ ଆମଦାନୀ କରିଥାଉ। ଆମ ଦେଶର ଆମଦାନୀ ଓ ରପ୍ତାନି ସ୍ଥଳପଥ, ଜଳପଥ ଓ ଆକାଶ ପଥରେ ହୋଇଥାଏ। ଏବେ ବହିର ପୃଷ୍ଠା 83ରେ ଥିବା ମାନଚିତ୍ର ଦେଖି କେଉଁ କେଉଁ ଦେଶ ସହିତ ସ୍ଥଳ ପଥରେ ଆମଦାନୀ ରପ୍ତାନି କାରବାର ହୋଇପାରିବ କୁହ। ତ ଆମ ଦେଶ ସହିତ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ, ନେପାଳ, ଚୀନ, ଭୁଟାନ ପ୍ରଭୃତି ଦେଶ ସହ ସ୍ଥଳ ପଥରେ ଆମଦାନୀ ରପ୍ତାନି କାରବାର ହୋଇପାରିବ, କାରଣ ଏ ଭିତରେ ସମୁଦ୍ର ଯାଇନାହିଁ ବା ଏମାନଙ୍କ ଭିତରେ କୌଣସି ସମୁଦ୍ର ନାହିଁ। ସ୍ଥଳ ପଥରେ ଦୂରଦୂରାନ୍ତ ଦେଶଗୁଡ଼ିକ ସହିତ ଗମନାଗମନର ସୁବିଧା ନଥିବାରୁ ଜଳପଥ ଓ ଆକାଶ ପଥ ବ୍ୟବହାର କରାଯାଏ। ତ ବନ୍ଦର ଦେଇ ଆମେ ଜଳପଥରେ ପୃଥିବୀର ବିଭିନ୍ନ ଦେଶକୁ ଯାତାୟାତ କରିଥାଉ ଆଉ ମାଲ ପରିବହନ କରିଥାଉ। ଆମ ଦେଶର ପ୍ରଧାନ ବନ୍ଦର ଗୁଡ଼ିକ ହେଲା କୋଲକାତା, ପାରାଦୀପ, ବିଶାଖାପାଟଣା, ଚେନ୍ନାଇ, କାଣ୍ଡଲା, କୋଚିନ, ମୁମ୍ବାଇ ଏସବୁ ତୁମେ ମାନଚିତ୍ରରୁ ଟିକେ ଭଲ ଭାବରେ ଦେଖିଦେବ। ଆମେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା ସହିତ ବାଣିଜ୍ୟ କାରବାର କରିଥାଉ। ଆକାଶପଥ ହେଉଛି ଯୋଗାଯୋଗ ଓ ଗମନାଗମନର ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ। ଉଡ଼ାଜାହାଜରେ ଆମେ ପୃଥିବୀର ଯେକୌଣସି ସ୍ଥାନକୁ ଅଳ୍ପ ସମୟରେ ଯାଇଥାଉ। ଉଡ଼ାଜାହାଜ ମଧ୍ୟରେ ମଧ୍ୟ
ହାଲୁକା ଆଉ ଛୋଟ ଜିନିଷ ଆମଦାନୀ ରପ୍ତାନି ହୁଏ। ତ ସେଗୁଡ଼ିକ ହେଲା କ୍ୟାସେଟ୍, ସଫ୍ଟୱେର୍, ହୀରା ଇତ୍ୟାଦି ଆମଦାନୀ ଆଉ ରପ୍ତାନି କରାଯାଇଥାଏ। ତ ଆମ ଦେଶର 4ଟି ଆନ୍ତର୍ଜାତୀୟ ବିମାନ ଘାଟି ହେଲା କୋଲକାତା, ଦିଲ୍ଲୀ, ମୁମ୍ବାଇ ଆଉ ଚେନ୍ନାଇ। ବିମାନ ଘାଟି ଗୁଡ଼ିକରୁ ପ୍ରତିଦିନ ଉଡ଼ାଜାହାଜ ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ଚୀନ, ଆଫ୍ରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଆରବ ଦେଶ ଇତ୍ୟାଦିକୁ ଯାଇଥାଏ ଆଉ ସେଠାରୁ ଆସିଥାଏ। ଆମ ଦେଶ ଭିତରେ ଆକାଶ ପଥରେ ଯିବା ପାଇଁ ବିଭିନ୍ନ ରାଜ୍ୟରେ ବିମାନ ଘାଟି ଅଛି। ମାନଚିତ୍ରରୁ ଆକାଶପଥ ଗୁଡ଼ିକ ଦେଖି ସେଗୁଡ଼ିକର ନାମ ଲେଖ। ତ ତୁମ ବହିରେ ଯେଉଁ ଚିତ୍ର ଅଛି ସେଠୁ ନାମ ସବୁ ଖୋଜି ଲେଖିବ। ଯେପରିକି ଆମ ଦେଶ ଭିତରେ ଥିବା ବିମାନ ଘାଟି ଗୁଡ଼ିକ ହେଉଛି କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ଗୁଜରାଟ, ଶ୍ରୀନଗର, ଲେହ, ରାୟପୁର, ପାଟନା, ତାମିଲନାଡ଼ୁ, ଗୌହାଟୀ, ଝାଡ଼ଖଣ୍ଡ ଇତ୍ୟାଦି। ଏବେ ଆସ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଅଛି ଖାଲି ସ୍ଥାନରେ ଆମ ଦେଶ ଆମଦାନୀ ଓ ରପ୍ତାନି କରୁଥିବା ଦ୍ରବ୍ୟ ଗୁଡ଼ିକର ନାମ ଲେଖ। ତ ଲେଖିବ ଆମଦାନୀ ଦ୍ରବ୍ୟରେ ଲେଖିବ ଯନ୍ତ୍ରପାତି, ସାର, ଟିଣ, ଦସ୍ତା, ଖାଇବା ତେଲ, ଗହମ, କାଗଜ। ସେହିପରି ରପ୍ତାନି ହେଉଥିବା ଦ୍ରବ୍ୟ ଗୁଡ଼ିକର ନାମ ଲେଖିବ ଝୋଟ, କପାଲୁଗା, ଚାହା, ଚିନି, ଲୁହା ଓ ଲୁହାପଥର, ବକ୍ସାଇଟ୍, ଚିଙ୍ଗୁଡ଼ି, ମାଛ, ଫେରୋକ୍ରୋମ ଏସବୁ ଲେଖିବ। 2 ନମ୍ବର ପାର୍ଥକ୍ୟ ଲେଖ ଆମଦାନୀ ଓ ରପ୍ତାନି। ତ ଆମଦାନୀରେ ଲେଖିବ ଗୋଟିଏ ଦେଶରେ ମିଳୁଥିବା ସମସ୍ତ ଦ୍ରବ୍ୟ ସେହି ଦେଶର ଚାହିଦା ପୂରଣ କରିପାରୁନଥିବାରୁ ଓ ଚାହିଦା ପୂରଣ ପାଇଁ ବାହାର ଦେଶରୁ ସେହିସବୁ ଜିନିଷ ଆଣିବାକୁ ଆମଦାନୀ କୁହାଯାଏ, ଅର୍ଥାତ୍ ଆଣିବାକୁ ଆମଦାନୀ କୁହାଯାଏ। ସେହିପରି ରପ୍ତାନିରେ ଲେଖିବ ଗୋଟିଏ ଦେଶର ଚାହିଦା ଠାରୁ ଅଧିକ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ବାହାର ଦେଶକୁ ପଠାଯିବାକୁ ରପ୍ତାନି କୁହାଯାଏ। 3 ନମ୍ବର ଆମର ଆମଦାନୀ ଓ ରପ୍ତାନି ମୁଖ୍ୟତଃ ଜଳପଥରେ ହୁଏ କାହିଁକି? ତ ସ୍ଥଳ ପଥରେ ଦୂରଦୂରାନ୍ତ ଦେଶଗୁଡ଼ିକ ସହିତ ଗମନାଗମନରେ ସୁବିଧା ନଥିବାରୁ ଓ ଭାରୀ ଦ୍ରବ୍ୟ ଗୁଡ଼ିକୁ ଆକାଶ ପଥରେ ଓ ସଡ଼କ ପଥରେ ଆମଦାନୀ ରପ୍ତାନି କରି ହେଉନଥିବାରୁ ଆମର ଆମଦାନୀ ଓ ରପ୍ତାନି ମୁଖ୍ୟତଃ ଜଳପଥରେ ହୋଇଥାଏ। 4 ନମ୍ବର କ ଆମ ଦେଶର ପ୍ରଧାନ ବନ୍ଦର ଗୁଡ଼ିକର ନାମ ଲେଖ। ତ ଲେଖିବ ଆମ ଦେଶର ପ୍ରଧାନ ବନ୍ଦର ଗୁଡ଼ିକ ହେଉଛି କୋଲକାତା, ପାରାଦୀପ, ବିଶାଖାପାଟଣା, ଚେନ୍ନାଇ, କାଣ୍ଡଲା, କୋଚିନ, ମୁମ୍ବାଇ ଇତ୍ୟାଦି। ଆଉ ଖ ନମ୍ବର ଦେଖ ଆମ ଦେଶର ପ୍ରଧାନ ବିମାନ ଘାଟି ଗୁଡ଼ିକର ନାମ ଲେଖ। ତ ଆମ ଦେଶର ବିମାନ ଘାଟି ଗୁଡ଼ିକର ନାମ ହେଉଛି କୋଲକାତା, ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ପ୍ରଭୃତି। 5 ନମ୍ବର ଭାରତର ପଡ଼ୋଶୀ ଦେଶ ଗୁଡ଼ିକର ନାମ ଲେଖ। ସେମାନଙ୍କ ମଧ୍ୟରୁ କେଉଁମାନଙ୍କ ସହ ଆମର ସଡ଼କ ପଥରେ ବାଣିଜ୍ୟ କାରବାର ହୁଏ? ତ ଉତ୍ତର ଲେଖିବ ଯେ ଭାରତର ପଡ଼ୋଶୀ ଦେଶ ଗୁଡ଼ିକର ନାମ ହେଉଛି ନେପାଳ, ପାକିସ୍ତାନ, ଚୀନ, ଭୁଟାନ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା। ଏମାନଙ୍କ ମଧ୍ୟରୁ ପାକିସ୍ତାନ, ବାଂଲାଦେଶ, ନେପାଳ, ଚୀନ, ଭୁଟାନ ସହ ସଡ଼କ ପଥରେ ଆମର ବାଣିଜ୍ୟ କାରବାର ହୁଏ। ତ ଏହିପରି ଭାବରେ ଏହି ପାଠର ପ୍ରଶ୍ନ ଉତ୍ତର ସବୁ ଲେଖିବ। ଧନ୍ୟବାଦ।